ନୂଆପଡ଼ା ଜିଲ୍ଲା କୋବଡ଼ା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଦାଚୁନାମାଠାରେ ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଜଙ୍ଗଲ ନିଆଁ ଓ ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନାବେଡ଼ା ବନ୍ୟପ୍ରାଣୀ ସେକ୍ସନ ଓ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସୁନାବେଡ଼ା ବନ୍ୟପ୍ରାଣୀ ବରଖଣ୍ଡ ଅଧିକାରୀ ସମୀର ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଛତିଶଗଡ଼ ରାଜ୍ୟ କରିଆବନ୍ଧ ଜିଲ୍ଲା ମନପୁର ଥାନା ଅମାମଲା ପଞ୍ଚାୟତ ସରପଞ୍ଚ ଅର୍ଜୁନ ସୋରି ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀର କିଶୋର ଜଗତ ସୁନାଦେଇ ମନ୍ଦିର ପୂଜାରୀ ବିଶ୍ରାମ ଛତ୍ରିଆ 216 ବାଟାଲିୟନ ଭୋସପେକ୍ଟର ଏମ୍ବି ସଲିମ ସାମାଜିକ କର୍ମୀ ବିଜୟ ଝାଙ୍କ ନାୟବ ସରପଞ୍ଚ ରଇରାମ ମାଝୀ ପହରିଆ ସମାଜ ମୁଖ୍ୟ ବଡ଼ଖଲା ବୈଶାଖୁ ପହରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆମର ଜଙ୍ଗଲ ପାଣି ମାଟି ରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ। ଶିକାର ପାଇଁ ଜଙ୍ଗଲରେ ଓ ନିକଟସ୍ଥ ଚାଷ ଜମିରେ ନିଆଁ ଲଗାନ୍ତୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ନାହିଁ ଜଙ୍ଗଲରେ ନିଆଁ ଲଗାଇଲେ 7 ବର୍ଷ ଜେଲ୍ ଓ 10,000 ଟଙ୍କା ଜରିମାନା ବ୍ୟବସ୍ଥା ରହିଛି ବୋଲି ବନ୍ୟପ୍ରାଣୀ ବରଖଣ୍ଡ ଅଧିକାରୀ ସାହୁ କହିଥିଲେ। ଏ ଅବସରରେ ଗ୍ରାମବାସୀ ସହ ବନ କର୍ମଚାରୀ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ଜଙ୍ଗଲ ବାଲେ ଆମେ ବଞ୍ଚିବା ଆସନ୍ତୁ ସମସ୍ତେ ମିଶି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ବୋଲି ଶପଥ ଗ୍ରହଣ କରିଥିଲେ। ସୁନାବେଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟର ବିଷ୍ଣୁ ମୋହନ ପାଢ଼ୀ ସଭା ପରିଚାଳନା କରିଥିବା ବେଳେ ରେଞ୍ଜର ଟିଙ୍କୁ ଭୋଲ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆପଡ଼ା ଜିଲ୍ଲାର ଓମପ୍ରକାଶ ଚୌଧୁରୀଙ୍କ ରିପୋର୍ଟ ଜିଲ୍ଲା ଖବର।